ବିଛା ରାଶି ଜୁଲାଇ ମାସ 10 ତାରିଖରୁ 31 ତାରିଖ ପର୍ଯ୍ୟନ୍ତର ରାଶିଫଳ। ବିଛା ରାଶିଜାତ ବ୍ୟକ୍ତି ଏହି ସମୟରେ ମିଶ୍ରିତ ଫଳ ପ୍ରାପ୍ତ କରିବେ। କ୍ୟାରିୟର କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ ଏବଂ ସେଥିରେ ସଫଳତା ପାଇପାରିବେ, କିନ୍ତୁ ପାରିବାରିକ ସମସ୍ୟାରେ ଛନ୍ଦି ହୋଇ ପଡ଼ିବେ। ଅର୍ଥ ଦେଣନେଣ କାରବାର ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସ 10 ତାରିଖରୁ 31 ତାରିଖ ମଧ୍ୟରେ ବିଛା ରାଶିଜାତ ବ୍ୟକ୍ତିଙ୍କର କ୍ୟାରିୟର କ୍ଷେତ୍ରରେ ଉନ୍ନତି କରିବା ପାଇଁ ଚମତ୍କାର ସୁଯୋଗ ପାଇବେ ଏବଂ କର୍ମକ୍ଷେତ୍ରରେ ନେତୃତ୍ୱ ନେବାର ଅବସର ଆସିବ। ମିଳିଥିବା ଦାୟିତ୍ୱ ସୁଚାରୁ ରୂପେ ସମ୍ପନ୍ନ କରି ସମସ୍ତଙ୍କର ପ୍ରଶଂସାଭାଜନ ହେବେ। କିନ୍ତୁ ବିଛା ରାଶିଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କରୁଥିଲେ ଏହି ସମୟରେ ବେପାର କ୍ଷେତ୍ରରେ ପୂର୍ବରୁ ବାକି ପଡ଼ି ରହିଥିବା ବକେୟା ଟଙ୍କା ହସ୍ତଗତ କରିବା ପାଇଁ ବହୁତ ଗୁଡ଼ିଏ ପରିଶ୍ରମ କରିବାକୁ ପଡ଼ିବ। ରାଜନୀତି କ୍ଷେତ୍ରରେ ରହିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ବଡ଼ ଅନୁକୂଳ ଫଳ ପ୍ରଦାନ କରିବ। ଆର୍ଥିକ ଦୃଷ୍ଟିକୋଣରୁ ସମୟ ସେତେ ଭଲରେ କଟିବା ଦେଖାଯାଉ ନାହିଁ। ଜୁଲାଇ ମାସ 15 ତାରିଖ ପରେ ଆର୍ଥିକ ଅବସ୍ଥାରେ ସୁଧାର ଆସିବ, ଆୟର ବୃଦ୍ଧି ଘଟିବ। କିନ୍ତୁ ଏହି ସମୟରେ ଅର୍ଥ ନିବେଶ କରିବାକୁ ଚାହୁଁଥିଲେ ଏହି ସମୟ ବଡ଼ ରିସ୍କ ଟାଇମ୍ ହୋଇପାରେ। ବିଶେଷତଃ ସେୟାର ମାର୍କେଟରେ ଅର୍ଥ ବିନିଯୋଗ କରିବାକୁ ଚାହୁଁଥିଲେ ସମ୍ପୂର୍ଣ୍ଣ ସତର୍କତାର ସହିତ ଅର୍ଥ ନିବେଶ କରିବା ଉଚିତ ହେବ। ପାରିବାରିକ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ଯୁକ୍ତିତର୍କ ତଥା ବଚସା କରିବାରେ ନିବୃତ୍ତ ରୁହନ୍ତୁ, ନଚେତ୍ ସାମାନ୍ୟ କଥାକୁ କେନ୍ଦ୍ର କରି ପରିବାରରେ ମହାଭାରତ ସୃଷ୍ଟି ହୋଇପାରେ। ସବୁଠୁ ଭଲ ହେବ ପ୍ରତ୍ୟେକ କଥାରେ ବିନମ୍ରତା ରକ୍ଷା କରନ୍ତୁ ଏବଂ ଧୈର୍ଯ୍ୟ ହରାନ୍ତୁ ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସର ଏହି ସମୟ ବିଛା ରାଶି ପାଇଁ ଠିକ୍ ଜଣାପଡ଼ୁଥିଲେ ମଧ୍ୟ ଖାଦ୍ୟପେୟ ଗ୍ରହଣରେ ସତର୍କତା ଅବଲମ୍ବନ କରିବେ, ନଚେତ୍ ଖାଦ୍ୟ ବଦହଜମିର ଶିକାର ହୋଇପାରନ୍ତି। ଏହାଛଡ଼ା ଋତୁ ପରିବର୍ତ୍ତନଜନିତ ଥଣ୍ଡାକାଶ ରୋଗ ମଧ୍ୟ ଦେଖାଦେଇପାରେ। ଏ ତ ଗଲା ମୋଟାମୋଟି ଭାବରେ ଜୁଲାଇ ମାସ ପାଇଁ ବିଛା ରାଶିର ରାଶିଫଳ। ବିଛା ରାଶିଜାତ ବ୍ୟକ୍ତି ଏହି ସମୟରେ ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ମହାବୀର ହନୁମାନଙ୍କର ପ୍ରିୟ ମନ୍ତ୍ର ହନୁମାନ ଚାଳିଶା ପାଠ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଛା ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।